ଅମ୍ଳାନ ସାରସ୍ୱତ ପରିଷଦର ମାସିକ ନବମ ସାହିତ୍ୟ ଆସର ବଡ଼ଦାଣ୍ଡ ସ୍ଥିତ ଭକ୍ତ ସାଲବେଗ ସମାଧି ପୀଠ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ଗାଳ୍ପିକ ରବୀନ୍ଦ୍ରନାଥ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆସରକୁ ଶୁଭ ଉଦ୍ଘାଟନ କରିଥିଲେ ବରିଷ୍ଠ କବୟିତ୍ରୀ ମନୋରମା ଆଚାର୍ଯ୍ୟ ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତା ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ କ୍ରିଷ୍ଣା ମହାପାତ୍ର। ମୁଖ୍ୟ ଅତିଥି ଭାବରେ ତପୋବନ ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ପ୍ରମୋଦ କୁମାର ଆଚାର୍ଯ୍ୟ, ମୁଖ୍ୟ ବକ୍ତା ବରିଷ୍ଠ କବି ପ୍ରଶାସନିକ ଅଧିକାରୀ ଉପେନ୍ଦ୍ରନାଥ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରାରମ୍ଭରେ ମାତା ବାଗ୍ଦେବୀଙ୍କ ଶ୍ରୀ ପାଦପଦ୍ମରେ ଉପସ୍ଥିତ ସାରସ୍ୱତ ସ୍ରଷ୍ଟାଗଣ ଭକ୍ତି ନୈବେଦ୍ୟ ଅର୍ପଣ କରିଥିବା ବେଳେ କଣ୍ଠଶିଳ୍ପୀ ମୀରା ମହାନ୍ତି ମଙ୍ଗଳ ଗୀତିକା ପାଠ କରିଥିଲେ। ଏହି ମହାର୍ଘ୍ୟ ଅବସରରେ ସଭାପତି ଅନୁଷ୍ଠାନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ଏବଂ ଅନୁଷ୍ଠାନ ଲକ୍ଷ୍ୟ ଆଭିମୁଖ୍ୟ ସମ୍ପର୍କରେ ନିଜର ଅଭିଭାଷଣ ରଖିଥିଲେ। ସେ କହିଥିଲେ ଯେ ଓଡ଼ିଆ ହେଉଛି ଆମ୍ଭମାନଙ୍କର ମାତୃଭାଷା ଓ ଏହି ଭାଷାକୁ ସମ୍ମାନ ଦେବା ପ୍ରତ୍ୟେକ ଓଡ଼ିଆର ଧର୍ମ। ଏହି ଅବସରରେ ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ସାହୁ ନିଜ ବକ୍ତବ୍ୟରେ କହିଥିଲେ, ଓଡ଼ିଆ ଭାଷା ହେଉଛି ପ୍ରତ୍ୟେକ ଓଡ଼ିଆ ମାନଙ୍କର ପ୍ରାଣ। ସେହି ଭାଷାକୁ ବଞ୍ଚାଇ ରଖିବା ଆମ ସଭିଙ୍କର କର୍ତ୍ତବ୍ୟ। ଯେଉଁମାନେ କବିତା, ଗପ, ପ୍ରବନ୍ଧ ଲେଖୁଛନ୍ତି ସେମାନେ ଯେତେ ସରଳ ଭାଷାରେ ଲେଖିବେ ସେତେ ବୋଧଗମ୍ୟ ହେବ। ଅନୁଷ୍ଠାନ ସମ୍ପାଦକ ସୁରେଶ କୁମାର ପଟ୍ଟନାୟକ ଗତ ମାସ ଆସରର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଏହି ଅବସରରେ କଣ୍ଠଶିଳ୍ପୀ କମଳିନୀ ପାଣିଗ୍ରାହୀ, ବରିଷ୍ଠ କବୟିତ୍ରୀ ଡାକ୍ତର ଆନୁ ମିଶ୍ରଙ୍କ ସଂଯୋଜନା କ୍ରମେ କବି କାଶୀନାଥ ଖୁଣ୍ଟିଆ, ପଣ୍ଡିତ ସଦାଶିବ ମିଶ୍ର, ଆଲୋକ କୁମାର ମିଶ୍ର, ଭାରତୀ ଭୂଷଣ ଦାସ, ମନୋରମା ଆଚାର୍ଯ୍ୟ, କ୍ରିଷ୍ଣା ମହାପାତ୍ର, ରୋଜାଲିନ ପଣ୍ଡା, ଶର୍ମିଷ୍ଠା ଜେନା, ମୀରା ମହାନ୍ତି, ବିଜୟଲକ୍ଷ୍ମୀ ଦାସ, ରବୀନ୍ଦ୍ରନାଥ ପଟ୍ଟନାୟକ, ଉପେନ୍ଦ୍ରନାଥ ସାହୁ, ସୁଭାଷ ଚନ୍ଦ୍ର ମିଶ୍ର, ଚନ୍ଦ୍ରଶେଖର ନାୟକ, ପୀତାମ୍ବର ମହାପାତ୍ର, କରୁଣାକର ଭୋଳ, ଯୋଗେଶ୍ୱର ପ୍ରହରାଜ, ରାଧାକୃଷ୍ଣ ପ୍ରଧାନୀ, ମହେଶ୍ୱର ଜେନା, ନାରାୟଣ ନନ୍ଦ, ଯୋଗେଶ୍ୱର ନାୟକ, ସତ୍ୟଭାମା ନାୟକ, ପୂଜା ପ୍ରଧାନ, ଧ୍ରୁବ ମୁଦୁଲି, ଏମ୍ କାର୍ତ୍ତିକ, ସୁରେଶ କୁମାର ପଟ୍ଟନାୟକ ପ୍ରମୁଖ ସ୍ୱରଚିତ କବିତା ଆବୃତ୍ତି କରିଥିଲେ।